ଆଜ୍ଞା। ମୁଁ ଭାବୁଛି କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି କିଛି ମୂର୍ଖମାନଙ୍କର ଗୋଟେ ଆଡ୍ଡା ପାଲଟିଛି। କେନ୍ଦ୍ରାପଡ଼ା ସର୍ବପୁରାତନ ମ୍ୟୁନିସିପାଲିଟି, ଏଠି ଯିବା ଆସିବା କରିବାକୁ ରାସ୍ତା ନାହିଁ। ଯଦିଓ ଠିକାଦାର କେତେବେଳେ ରାସ୍ତା କରୁଛି, ସେ ରାସ୍ତାଟା ମାସେ ପୁରୁନି ଖାଲଖମା ହେଇଯାଉଛି। ଗୋଟେ ରାସ୍ତାକୁ ବର୍ଷକୁ 4 ଥର 5 ଥର ମରାମତି କରାଯାଉଛି ଏବଂ ପୁନର୍ନିର୍ମାଣ ମଧ୍ୟ କରାଯାଉଛି। ଆପଣଙ୍କର ଯେଉଁ ଗୋବରୀ ବାଇପାସ୍ ରୋଡ଼, ତା'ର ଯେଉଁ ବ୍ୟାରିକେଡ଼ ଗୋଟେ ତିଆରି ହେଇଛି, ସେ ବ୍ୟାରିକେଡ଼ ଉପରେ ବର୍ଷରେ 3 ଥର ଯେଉଁ ଇଟା ସେଟିଂ କରାହେଇଛି। 3 ଥର, ଥରେ ଇଟା ସେଟିଂ ହେବ, ତାକୁ ପୁଣି ତାଡ଼ିକି ପୁଣି କିଛି ଦିନ ପରେ ଅନ୍ୟ ଗୋଟେ ଠିକାଦାର ପୁଣି ଇଟା ସେଟିଂ କରିବ। ଏମିତି ସବୁ କାମ କେବଳ ଠିକାଦାରଙ୍କୁ ପୋଷିବା ପାଇଁ ମ୍ୟୁନିସିପାଲିଟି ଖର୍ଚ୍ଚ କରୁଛି। ବାସ୍ତବ କ୍ଷେତ୍ରରେ ଲୋକଙ୍କର ସମସ୍ୟାର ସମାଧାନ ପାଇଁ ଯେ ଗୋଟେ ପ୍ଲାନିଂ ୱେରେ ଯେଉଁ କାମ ହେବା କଥା, ସେଇଟା କେନ୍ଦ୍ରାପଡ଼ାରେ ହେଉନି। ଆପଣ ଦେଖୁଥିବେ ଏଇଠି କଲେକ୍ଟର ଅଫିସ୍, ମ୍ୟୁନିସିପାଲିଟି ଆଗରେ କଲେକ୍ଟର ଅଫିସ୍, ଏଠି ଗେଟ୍ଟି ପାଣିରେ ବୁଡ଼ିକି ରହିଛି। ଯେ ରାସ୍ତାର ସାଇଡ଼୍ରେ ଡ୍ରେନ୍ ଅଛି, କିନ୍ତୁ ଡ୍ରେନେଜ୍ ହେଇଛି କଲେକ୍ଟର ଅଫିସ୍ ଭିତରକୁ। କଲେକ୍ଟର ଅଫିସ୍ ଭିତରେ ସେଇଟା ଡ୍ରେନ୍ଟା ଜାମ୍ ଧରୁଛି। ତେଣୁ ମ୍ୟୁନିସିପାଲିଟିର ଏଇ ଯେଉଁ ଅପରିଣାମଦର୍ଶୀ କାମ, କେବଳ ମୁନାଫା କମେଇବା, ପକେଟ୍ ଭରିବା ଏବଂ ମୂର୍ଖ ଭାବରେ କାମ କରିବା। ପ୍ରତ୍ୟେକ କାମ ଆପଣ ଦେଖନ୍ତୁ, କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର ଗୋଟେ ଯାତ୍ରୀ ନିବାସ 2004ରେ ସେ ତିଆରି ହେଲା। ବର୍ତ୍ତମାନ 2024, 20 ବର୍ଷ ହେଲା ରିନୋଭେସନ୍ ହେଉଛି। କୌଣସି ଗୋଟିଏ ବି ଯାତ୍ରୀ ତା ଇତିହାସରେ ରହିବାର ସେଠି ବ୍ୟବସ୍ଥା ନାହିଁ। କେନ୍ଦ୍ରାପଡ଼ା ବସ୍ଷ୍ଟାଣ୍ଡ ଅବସ୍ଥା ଦେଖନ୍ତୁ, ମ୍ୟୁନିସିପାଲିଟି ଅଣ୍ଡର ରହିଛି, ତା'ର ଅବସ୍ଥା ସେୟା। ବାହାରେ ସବୁ ବସ୍ ରହୁଛି। ଏଠି ରାସ୍ତାଘାଟ ନାହିଁ, ଡ୍ରେନେଜ୍ ନାହିଁ। ବର୍ଷା ଟିକେ ହେଲେ ଡ୍ରେନ୍ ଉଛୁଳିକି ରାସ୍ତାରେ ଡ୍ରେନ୍ ପାଣିରେ ଲୋକ ଚାଲୁଛନ୍ତି। ଏମିତି ସବୁ ସମସ୍ୟାର ଗୋଟେ ସମାଧାନ କରିବା ଦିଗରେ ଆମ କେନ୍ଦ୍ରାପଡ଼ା ପୌର ପରିଷଦ ବ୍ୟର୍ଥ ହୋଇଛି। ମୁଁ ଭାବୁଛି ଯଦି ଭିଜିଲାନ୍ସ ଅଡ଼ିଟ୍ ହେବ, ତାହେଲେ ପଇସାର ଯେଉଁ ଦୁରୁପଯୋଗ ହେଉଛି, ତାହେଲେ ସେଥିରେ ଦୋଷୀମାନେ ଧରା ପଡ଼ିବେ ଏବଂ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ା ପାଇଁ ଗୋଟେ ଲୋକ ଜନସାଧାରଣଙ୍କୁ ନେଇ ଗୋଟେ ଯଦି ବ୍ଲୁ ପ୍ରିଣ୍ଟ ତିଆରି କରିବେ ଏବଂ ସେଇ ବ୍ଲୁ ପ୍ରିଣ୍ଟ ଅନୁସାରେ କାମ କରିବେ, ତାହେଲେ ହୁଏତ କିଛିକାଂଶରେ ସମସ୍ୟାର ସମାଧାନ ହେବ। ଆମ ଆଗରେ ଏଠି ମ୍ୟୁନିସିପାଲିଟି ହେଲାବେଳେ ଗୋଟେ ମ୍ୟୁନିସିପାଲିଟି କଲୋନୀ ହେଇଥିଲା ସୁଇପରମାନଙ୍କ ପାଇଁ। 8ଟି ପରିବାର ପାଇଁ 8ଟି କଲୋନୀ, 16ଟି ବଖରା ହେଇଥିଲା। 16ଟି ବଖରାରେ ଧରି ନିଅନ୍ତୁ 30-40 ଜଣ ରହିବା ପାଇଁ ବ୍ୟବସ୍ଥା ହେଇଥିଲା। ବର୍ତ୍ତମାନ ସେଠି ସୁଇପର କଲୋନୀରେ ଜନସଂଖ୍ୟା 600। ଆପଣ ଭାବନ୍ତୁ, 150 ବର୍ଷ ତଳେ ଯେଉଁ ଘର ଆଜବେଷ୍ଟ ଘର ତିଆରି ହେଇଥିଲା, ଭାଙ୍ଗିରୁଜି ଯାଇଛି, ତା'ର ମରାମତି ଏପର୍ଯ୍ୟନ୍ତ ହେଉନାହିଁ। ମରାମତି ହେବା ଦୂରର କଥା, ବର୍ତ୍ତମାନ ତାଙ୍କୁ ରହିବା ପାଇଁ ଜାଗା ଖଣ୍ଡେ ମିଳୁନି। ଏ ବର୍ଷା ପାଣିରେ ସେମାନେ ପାଣି କାଦୁଅରେ ସେମାନେ ସେମିତି ଖୋଲା ଆକାଶରେ ପଡ଼ିଛନ୍ତି। ମ୍ୟୁନିସିପାଲିଟି ସବୁ ଦେଖି ଚାହିଁ ନୀରବ ରହିଛି। କହୁଛି କରିବ, କିଛି କରୁନି। ଲୋକମାନଙ୍କ ପ୍ରତି ମ୍ୟୁନିସିପାଲିଟିର ସାମାନ୍ୟତମ ଦରଦ ନାହିଁ। କେବଳ ଠିକାଦାରଙ୍କୁ ଫାଇଦା ଦେବା ପାଇଁ ମ୍ୟୁନିସିପାଲିଟି ଯୋଜନା କରୁଛି, ପଇସା ଖର୍ଚ୍ଚ କରୁଛି ଏବଂ ହରିଲୁଟ୍ କରୁଛି।